ଆଜ୍ଞା। थैंक यू जयदेव बाबू ଆପଣ ମୋତେ ଟାଇମ୍ ଦେଇଥିବାରୁ ଆପଣଙ୍କର ଫାଇନାନ୍ସିଆଲ ହେଲ୍ଥ ଚେକଅପ୍ କରିବା ପାଇଁ ଆପଣଙ୍କର ଯୋଉ ଆଜ୍ଞା। ଫାଇନାନ୍ସିଆଲ ହେଲ୍ଥ ଚେକଅପ୍ ଆଜି ହେଲା ତ ଆପଣଙ୍କୁ ଏ ଫାଇନାନ୍ସିଆଲ ହେଲ୍ଥ ଚେକଅପ୍ କେମିତି ଲାଗିଲା ଆଉ ଆଗରୁ କେବେ ଏଇ ସବୁ କରିଥିଲେ ନା ନାଇଁ ନାଇଁ କରିଥିଲେ କି ନାହିଁ ଟିକେ ସେ ବିଷୟରେ ଆପଣଙ୍କ ମାନେ ସଂକ୍ଷିପ୍ତରେ ଆପଣ ଗୋଟେ ଫିଡବ୍ୟାକ୍ ଦେବେ ଆପଣଙ୍କୁ କେତେ ଆପଣ କଣ ଲାଗୁଛି ଆପଣଙ୍କୁ କେତେ ବେନିଫିଟ ରହିବ ତ ଆପଣ ଗୋଟେ ଛୋଟ ମତାମତ ଦେବେ ସେ ନାଇଁ ନାଇଁ ଭଲ ଲାଗିଲା ଏଟା ନିଜେ ଜାଣିପାଇଲି କୋଉଥିରେ କଣ କେତେ ଇନଭେଷ୍ଟ କରାଯାଏ। ଆଗରୁ ସେ କେମିତି କିଏ କହିନାହାନ୍ତି ଯେ ଡାଇରେକ୍ଟ କହିଦେବେ ଯେ ଇନଭେଷ୍ଟମେଣ୍ଟ ପାଇଁ ଯୋଉଟା ପ୍ରପର ଯୋଉଟା ଗାଇଡାନ୍ସ ମାଧ୍ୟମରେ ଯୋଉଟା ମାନେ ଇନଭେଷ୍ଟ କରିବା ପାଇଁ ସେଟା ପ୍ରପର ଆପଣଙ୍କ ଭିତରୁ ବୁଝିପାଇଲି ସେଟାକୁ ସାର୍। ଥ୍ୟାଙ୍କ ୟୁ ତ ଆପଣଙ୍କୁ ଲାଗୁଛି ଏଇଟା ଆପଣଙ୍କୁ ଫ୍ୟୁଚରରେ ଆପଣଙ୍କୁ ବେନିଫିଟ ଦବ ନାଇଁ ନିହାତି 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 ନିହାତି। ଓକେ ସୋ ଆପଣ ଚାହିଁବେ ଏଇ ବେନିଫିଟ ଆପଣଙ୍କର ଯଦି ଆପଣ ଚାହିଁବେ ଆପଣଙ୍କର ଫ୍ରେଣ୍ଡସ୍ ଆପଣଙ୍କର ଯିଏ ସବୁ ତାଙ୍କୁ ରେକମେଣ୍ଡ କରିବେ କରିବେ କି ନାହିଁ ଏମିତି ଆଜ୍ଞା ବିଫୋର ଇନଭେଷ୍ଟିଂ ଏମିତି ହେଲ୍ଥ ଚେକଅପ୍ ମାନେ ଇନଭେଷ୍ଟ କରିବା ପୂର୍ବରୁ କି ଇନ୍ସୁରାନ୍ସ ନେବା ପୂର୍ବରୁ ହେଲ୍ଥ ଚେକଅପ୍ କରିବା ନିହାତି ଜରୁରୀ ଆଜ୍ଞା ନିହାତି ନିହାତି ମୁଁ କହିବି ଯାହା ବି ହେଲେ। ଥ୍ୟାଙ୍କ ୟୁ ସୋ ମଚ୍ ଜୟଦେବ ବାବୁ ଆପଣଙ୍କର ଭ୍ୟାଲୁଏବୁଲ୍ ଫିଡବ୍ୟାକ୍ ପାଇଁ